ଚନ୍ଦ୍ରାଦେବୀଙ୍କର ଅପତ୍ୟ ସ୍ନେହର ପ୍ରସାର ଦର୍ଶନ। ଶ୍ରୀମତୀ ଚନ୍ଦ୍ରାଦେବୀ ପଡ଼ୋଶୀ ବାଳକ ବାଳିକାମାନଙ୍କୁ ଚିରକାଳ ଅପତ୍ୟ ଦୃଷ୍ଟିରେ ଭଲ ପାଉଥିଲେ। କ୍ଷୁଦିରାମ ଦେଖିଲେ ତାଙ୍କର ସେହି ଅପତ୍ୟ ସ୍ନେହ ଏବେ ଯେପରି ଦେବତାମାନଙ୍କ ଉପରେ ମଧ୍ୟ ପ୍ରସାରିତ ହୋଇଛି। କୁଳଦେବତା ରଘୁବୀରଙ୍କୁ ସେ ଏବେ ନିଜର ପୁତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଭାବରେ ଦେଖୁଛନ୍ତି ଏବଂ ଶୀତଳା ଦେବୀ ଓ ରାମେଶ୍ୱର ବାଣଲିଙ୍ଗା ମଧ୍ୟ ଯେପରି ତାଙ୍କର ହୃଦୟରେ ସେ ସ୍ଥାନ ଅଧିକାର କରିଛନ୍ତି। ଏହି ସମସ୍ତ ଦେବତାଗଣଙ୍କ ସେବା ପୂଜା କାଳରେ ତାଙ୍କର ଅନ୍ତର ଏହା ପୂର୍ବରୁ ଶ୍ରଦ୍ଧାପୂର୍ଣ୍ଣ ଭୟରେ ସର୍ବଦା ତ୍ରସ୍ତ ରହୁଥିଲା, କିନ୍ତୁ ଏବେ ମାତୃସ୍ନେହ ଆସି ସେ ଭୟକୁ ଅନ୍ତର୍ହିତ କରିଛି। ଦେବତାମାନଙ୍କୁ ଏବେ ଯେପରି ତାଙ୍କର କୌଣସି ଭୟ ନାହିଁ ଏବଂ କେବଳ ଅଛି ସେମାନଙ୍କୁ ନିଜର ଜ୍ଞାନ କରିବା, ସେମାନଙ୍କୁ ସୁଖୀ କରିବା ନିମନ୍ତେ ସର୍ବସ୍ୱ ପ୍ରଦାନର ଇଚ୍ଛା ଓ ସେମାନଙ୍କ ସହିତ ଚିର ସମ୍ବନ୍ଧ ହେବାର ଅତ୍ୟନ୍ତ ଉଲ୍ଲାସ। ତାହା ଦର୍ଶନ କରି କ୍ଷୁଦିରାମଙ୍କର ଚିନ୍ତା ଓ ସଂକଳ୍ପ। କ୍ଷୁଦିରାମ ବୁଝିଲେ ଏପରି ନିଃସଙ୍କୋଚ ଦେବଭକ୍ତି ଓ ନିର୍ଭର ପ୍ରସୂତ ଉଲ୍ଲାସ ହିଁ ସରଳ ହୃଦୟ ଚନ୍ଦ୍ରାଙ୍କୁ ଏବେ ଅଧିକତର ଉଦାର ସ୍ୱଭାବ କରିଅଛି। ଏହାର ପ୍ରଭାବରେ ସେ ଏବେ କାହାକୁ ଅବିଶ୍ୱାସ କରିବାକୁ ବା ପର ବୋଲି ଭାବିବାକୁ ଜାଣିପାରୁନାହାନ୍ତି। କିନ୍ତୁ ସ୍ୱାର୍ଥପର ପୃଥିବୀର ଲୋକ ତାଙ୍କର ଏହି ଅପୂର୍ବ ଉଦାରତାର କଥା କ'ଣ ଶବଥ ଭାବରେ ଗ୍ରହଣ କରିବେ? କେବେ ନୁହେଁ। ତାଙ୍କୁ ଅଳ୍ପବୁଦ୍ଧି ବା ପାଗଳୀ ବୋଲି କହିବେ ଅଥବା ତାଙ୍କ ପ୍ରତି କଠୋର ଭାଷା ପ୍ରୟୋଗ କରିବେ। ଏପରି ଭାବି ଶ୍ରୀଯୁକ୍ତ କ୍ଷୁଦିରାମ ତାଙ୍କୁ ସତର୍କ କରାଇବା ପାଇଁ ସୁଯୋଗ ଖୋଜିବାକୁ ଲାଗିଲେ। ଚନ୍ଦ୍ରାଦେବୀଙ୍କର ଦେବ ସ୍ୱପ୍ନ। ଏପରି ସମୟ ଆସିବାକୁ ବିଳମ୍ବ ମଧ୍ୟ ହେଲା ନାହିଁ। ସରଳପ୍ରାଣା ଚନ୍ଦ୍ରା ସ୍ୱାମୀଙ୍କ ନିକଟରେ ନିଜର ଚିନ୍ତା କେବେ ଗୋପନ କରିପାରୁ ନଥିଲେ। ସମବୟସ୍କଙ୍କ ନିକଟରେ ସେ ଅନେକ ସମୟରେ ମନର ସମସ୍ତ କଥା କହିଥାନ୍ତି। ସୁତରାଂ ପୃଥିବୀର ସମସ୍ତଙ୍କ ଅପେକ୍ଷା ଯାହାଙ୍କ ସହିତ ତାଙ୍କର ନିକଟ ସମ୍ବନ୍ଧୀ ଈଶ୍ୱର ସ୍ଥାପନ କରିଛନ୍ତି, ତାଙ୍କ ନିକଟରେ ଏ ସମସ୍ତ ଗୋପନ କରିବେ କିପରି? ଅତଏବ ଗୟା ଦର୍ଶନ କରି ଶ୍ରୀଯୁକ୍ତ କ୍ଷୁଦିରାମ ଘରକୁ ଫେରିବା ମାତ୍ରେ ତାଙ୍କର ଅନୁପସ୍ଥିତ କାଳରେ ଯାହା କିଛି ଘଟିଥିଲା ସେ ଦେଖୁଥିଲେ ଅଥବା ଅନୁଭବ କରିଥିଲେ, ସେ ସମସ୍ତ କଥା ସୁବିଧା ପାଇବା ମାତ୍ରେ କିଛି ଦିନ ପର୍ଯ୍ୟନ୍ତ ଚନ୍ଦ୍ରାଦେବୀ ତାଙ୍କୁ କହିବାକୁ ଲାଗିଲେ। ଏହି ଅବସରରେ ଦିନେ କହିଲେ, ଦେଖ, ତୁମେ ଯେବେ ଗୟା ଯାଇଥିଲ, ଦିନେ ରାତିରେ ମୁଁ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲି ଯେପରି ଏକ ଜ୍ୟୋତିର୍ମୟ ଦେବତା ମୋର ଶଯ୍ୟା ଅଧିକାର କରି ଶୟନ କରିଛନ୍ତି। ପ୍ରଥମେ ଭାବିଲି ତୁମେ, କିନ୍ତୁ ପରେ ବୁଝିଲି ଯେ କୌଣସି ମନୁଷ୍ୟର ଏପରି ରୂପ ସମ୍ଭବପର ନୁହେଁ। ସେ ଯାହା ହେଉ, ଏପରି ଦେଖିବା ପରି ନିଦ୍ରା ଭଙ୍ଗ ହେଲା। ତଥାପି ମନେ ହେଲା ସେ ସେପରି ଶଯ୍ୟାରେ ଶୋଇଛନ୍ତି। ପରକ୍ଷଣରେ ମନେ ହେଲା ମନୁଷ୍ୟ ନିକଟକୁ ଦେବତା କ'ଣ କେବେ ଏପରି ଆସିଥାନ୍ତି? ସେତେବେଳେ ପୁଣି ମନେ ହେଲା କେହି ଦୁଷ୍ଟ ଲୋକ କୌଣସି ମନ୍ଦ ଅଭିପ୍ରାୟରେ ଘରକୁ ଆସିଅଛି ଏବଂ ତାର ପାଦ ଶବ୍ଦରେ ମୁଁ ଏପରି ସ୍ୱପ୍ନ ଦେଖିଛି। ଏପରି କଥା ମନରେ ଆସିବାରୁ ବହୁତ ଭୟ ହେଲା। ତତ୍କ୍ଷଣାତ୍ ଉଠିପଡ଼ି ଦୀପ ଲଗାଇ ଦେଖିଲି ଯେ କେହି କେଉଁଠି ନାହାନ୍ତି। ଘରର ଦ୍ୱାର ଯେପରି ବନ୍ଦ ରହିବା କଥା ସେପରି ରହିଛି। ତଥାପି ଭୟରେ ସେ ରାତିରେ ଆଉ ନିଦ ହେଲା ନାହିଁ। ଭାବିଲି କିଏ ବୋଧେ କୌଶଳକ୍ରମେ ଅର୍ଗଳ ଖୋଳି ଘର ମଧ୍ୟରେ ପ୍ରବେଶ କରିଥିଲା ଏବଂ ମୋତେ ଚେଇଁଥିବା ଦେଖି ଘରୁ ପଳାଇ ଯାଇ ପୁନର୍ବାର ଅର୍ଗଳ ବନ୍ଦ କରିଦେଇଛି। ସକାଳ ନ ହେଉଣୁ ଧନୀ କମାରୁଣୀ ଓ ଧର୍ମଦାସ ଲାହାଙ୍କ କନ୍ୟା ପ୍ରସନ୍ନଙ୍କୁ ଡକାଇଲି ଏବଂ ସେମାନଙ୍କୁ ସମସ୍ତ କଥା କହି ପଚାରିଲି, ତୁମେମାନେ ଏଥିରୁ କ'ଣ ବୁଝିଲ କହିଲ? ସତରେ କ'ଣ କେହି ଜଣେ ଆମ ଘରେ ପ୍ରବେଶ କରିଥିଲା? ଗ୍ରାମରେ କାହା ସହିତ ମୋର ତ ବିରୋଧ ନାହିଁ, କେବଳ ମଧୁଯୋଗୀ ସହିତ ସେଦିନ ସାମାନ୍ୟ କଥାରେ ପାଟିତୁଣ୍ଡ ହୋଇଥିଲା। ସେ କ'ଣ ଏହାକୁ ଆଳ କରି ଏପରି ଘର ମଧ୍ୟରେ ପ୍ରବେଶ କରିଥିଲା? ସେତେବେଳେ ଦୁଇ ଜଣ ହସି ହସି ମୋତେ ବହୁତ ତିରସ୍କାର କଲେ। କହିଲେ, ତୁମେ ବୋଧହୁଏ ସ୍ୱପ୍ନ ଦେଖି ଏପରି କିଛି କହୁଛ। ଅନ୍ୟ ଲୋକ ଏକଥା ଶୁଣିଲେ କ'ଣ କହିବେ? ତୁମ ନାଁରେ ପୂରା ଅପପ୍ରଚାର କରିବେ। ପୁଣି ଯଦି ଏକଥା କାହାକୁ କହିବ, ତେବେ କିଛି ଭଲ ହେବ ନାହିଁ। ସେମାନେ ଏପରି କହିବାରୁ ଭାବିଲି ତେବେ ବୋଧେ ମୁଁ ସ୍ୱପ୍ନ ଦେଖିଥିଲି। ଆହୁରି ଭାବିଲି ଯେ ଏକଥା କାହାକୁ କହିବି ନାହିଁ। ତୁମେ ଫେରି ଆସିଲେ ତୁମକୁ କହିବି। ଶିବ ମନ୍ଦିରରେ ଚନ୍ଦ୍ରାଦେବୀଙ୍କର ଦିବ୍ୟ ଦର୍ଶନ ଓ ଅନୁଭବ। ଅନ୍ୟ ଏକ ଦିନ ଯୋଗୀଙ୍କର ଶିବ ମନ୍ଦିର ସମ୍ମୁଖରେ ଛିଡ଼ା ହୋଇ ଧନୀ ସହିତ କଥା କହୁଛି। ଏପରି ସମୟରେ ଦେଖିବାକୁ ପାଇଲି ଯେ ମହାଦେବଙ୍କର ଶ୍ରୀଅଙ୍ଗରୁ ଦିବ୍ୟ ଜ୍ୟୋତି ନିର୍ଗତ ହୋଇ ମନ୍ଦିରକୁ ପୂର୍ଣ୍ଣ କରିଅଛି ଏବଂ ପବନ ପରି ତରଙ୍ଗ ଆକାରରେ ତାହା ମୋ ଆଡ଼କୁ ମାଡ଼ି ଆସୁଛି। ଆଶ୍ଚର୍ଯ୍ୟ ହୋଇ ଧନୀକୁ ଏକଥା କହିବାକୁ ଯାଉଛି, ଏପରି ସମୟରେ ସହସା ତାହା ମୋ ନିକଟକୁ ଆସି ମୋତେ ଯେପରି ଘେରି ପକାଇଲା ଓ ମୋ ମଧ୍ୟରେ ପ୍ରବଳ ବେଗରେ ପ୍ରବେଶ କରିବାକୁ ଲାଗିଲା। ଭୟ ଓ ବିସ୍ମୟରେ ସ୍ତମ୍ଭିତ ହୋଇ ମୁଁ ଏକାବେଳକେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲି। ପରେ ଧନୀର ସେବା ଶୁଶ୍ରୂଷାରେ ଚେତା ଫେରିବାରୁ ତାକୁ ସମସ୍ତ କଥା କହିଲି। ସେ ଶୁଣି ପ୍ରଥମେ ଅବାକ୍ ହୋଇଗଲା ଓ ପରେ କହିଲା, ତୁମର ବାୟୁ ରୋଗ ହୋଇଅଛି। ମୋର କିନ୍ତୁ ସେବେଠାରୁ ମନେ ହେଉଛି ଯେ
ସେହି ଜ୍ୟୋତି ଯେପରି ମୋର ଉଦରରେ ପ୍ରବିଷ୍ଟ ହୋଇ ରହିଛି ଓ ମୋର ଯେପରି ଗର୍ଭ ସଞ୍ଚାରରୁ ଉପକ୍ରମ ହୋଇଅଛି। ଏକଥା ମଧ୍ୟ ଧନୀ ଓ ପ୍ରସନ୍ନଙ୍କୁ କହିଥିଲେ। ସେମାନେ ଶୁଣି ମୋତେ ପାଗଳୀ ବୋଲି କହି ଗାଳି କଲେ ଏବଂ କହିଲେ, ଏହା ତୁମର ମନର ଭ୍ରମ ହୋଇପାରେ, ନଚେତ୍ ବାୟୁ ଗୁଳ୍ମ ନାମକ ଏକ ପ୍ରକାର ବ୍ୟାଧି ହେବାରୁ ଏପରି ଅନୁଭବ ହେଉଛି। ଏପରି ନାନା କଥା କହି ଏ ଅନୁଭବ କଥା ଅନ୍ୟ କାହାକୁ କହିବାକୁ ମୋତେ ନିଷେଧ କଲେ। ତୁମ ଛଡ଼ା ଏକଥା କାହାକୁ କହିବେ ନାହିଁ ବୋଲି ନିଶ୍ଚୟ କରି ଏତେ ଦିନ ପର୍ଯ୍ୟନ୍ତ ଚୁପ୍ ରହିଛି। ଆଚ୍ଛା, ତୁମର କ'ଣ ମନେ ହୁଏ, ଏପରି ଦର୍ଶନ କ'ଣ ମୋର ଦେବତାଙ୍କ ରୂପରୁ ହୋଇଛି କିମ୍ବା ବାୟୁ ରୋଗରୁ ହୋଇଛି? ଏବେ କିନ୍ତୁ ମୋର ମନେ ହେଉଛି ଯେପରି ମୋର ଗର୍ଭ ସଞ୍ଚାର ହୋଇଛି। ଏହି ସମସ୍ତ କଥା ଅନ୍ୟ କାହାକୁ ନ କହିବାକୁ ଚନ୍ଦ୍ରାଦେବୀଙ୍କୁ କ୍ଷୁଦିରାମଙ୍କର ସତର୍କ କରାଇବା। ଶ୍ରୀଯୁକ୍ତ କ୍ଷୁଦିରାମ ଗୟାରେ ନିଜର ସ୍ୱପ୍ନ କଥା ସ୍ମରଣ କରୁ କରୁ ଶ୍ରୀମତୀ ଚନ୍ଦ୍ରାଙ୍କର ସମସ୍ତ କଥା ଶୁଣିଲେ। ହୁଏତ ତାହା ରୋଗଜନିତ ହୋଇ ନ ପାରେ, ଏପରି ନାନା କଥା କହି ତାଙ୍କୁ ବୁଝାଇଲେ ଏବଂ କହିଲେ, ଏବେଠାରୁ ଏପରି ଦର୍ଶନ ଓ ଅନୁଭବର କଥା ମୋ ଛଡ଼ା ଆଉ କାହାକୁ କହିବ ନାହିଁ। ଶ୍ରୀ ରଘୁବୀର କୃପା କରି ଯାହା ଦେଖାଇବେ ତାହା କଲ୍ୟାଣ ନିମିତ୍ତ। ଏକଥା ମନେ ରଖି ନିଶ୍ଚିନ୍ତରେ ରହିବ। ଗୟାଧାମରେ ଥିବା ସମୟରେ ଶ୍ରୀ ଗଦାଧର ମୋତେ ମଧ୍ୟ ଅଲୌକିକ ଉପାୟରେ ଜଣାଇଛନ୍ତି ଯେ ଆମ୍ଭମାନଙ୍କୁ ପୁନରାୟ ପୁତ୍ର ମୁଖ ଦର୍ଶନ କରିବାକୁ ହେବ। ଶ୍ରୀମତୀ ଚନ୍ଦ୍ରାଦେବୀ ଦେବବ୍ରତିଙ୍କ ସ୍ୱାମୀଙ୍କର ଏପରି କଥା ଶୁଣି ଆଶ୍ୱସ୍ତ ହେଲେ ଏବଂ ତାଙ୍କର ଆଜ୍ଞାନୁବର୍ତ୍ତିନୀ ହୋଇ ସେବେଠାରୁ ପୂର୍ଣ୍ଣ ଭାବରେ ଶ୍ରୀ ରଘୁବୀରଙ୍କର ମୁଖାପେଷିଣୀ ହୋଇ ରହିଲେ। ଦିନ ପରେ ଦିନ ଗଡ଼ି ବ୍ରାହ୍ମଣ ଦମ୍ପତିଙ୍କର ପୂର୍ବୋକ୍ତ କଥୋପକଥନ ପରେ କ୍ରମେ 3-4 ମାସ ଅତୀତ ହୋଇଗଲା। ସେତେବେଳେ ସମସ୍ତେ ନିଃସନ୍ଦେହରେ ବୁଝିଲେ ଯେ 45 ବର୍ଷ ବୟସରେ କ୍ଷୁଦିରାମଙ୍କର ଗୃହିଣୀ ଶ୍ରୀମତୀ ଚନ୍ଦ୍ରାଦେବୀ ପୁନରାୟ ସତରେ ଗର୍ଭବତୀ ହୋଇଛନ୍ତି। ଗର୍ଭଧାରଣ କାଳରେ ରମଣୀଙ୍କର ରୂପ ଲାବଣ୍ୟ ସବୁ ଦିଗରୁ ବର୍ଦ୍ଧିତ ହେବାର ଦେଖାଯାଏ। ଚନ୍ଦ୍ରାଦେବୀଙ୍କର ମଧ୍ୟ ତାହା ହିଁ ହୋଇଥିଲା। ଧନୀ ପ୍ରଭୃତି ତାଙ୍କର ପ୍ରତିବେଶୀମାନେ କହିବାକୁ ଲାଗିଲେ ଯେ ଏଥର ଗର୍ଭଧାରଣ କରି ସେ ଅନ୍ୟ ଥର ଅପେକ୍ଷା ଅଧିକ ରୂପଲାବଣ୍ୟଶାଳିନୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେହି ଏହା ଦେଖି କହୁଥିଲେ, ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ସ୍ତ୍ରୀଲୋକଟିର ଏପରି ରୂପ! ବୋଧହୁଏ ବ୍ରାହ୍ମଣୀ ଏଥର ପ୍ରସବ ସମୟରେ ମୃତ୍ୟୁ ମୁଖରେ ପତିତ ହେବ। ଚନ୍ଦ୍ରାଦେବୀଙ୍କର ପୁନରାୟ ଗର୍ଭଧାରଣ ଓ ଏହି ସମୟରେ ତାଙ୍କର ଦିବ୍ୟ ଦର୍ଶନ ସମୂହ। ସେ ଯାହା ହେଉନା କାହିଁକି, ଗର୍ଭବତୀ ହୋଇ ଶ୍ରୀମତୀ ଚନ୍ଦ୍ରାଙ୍କର ଦିବ୍ୟ ଦର୍ଶନ ଓ ଅନୁଭବ ସକଳ ଦିନକୁ ଦିନ ବର୍ଦ୍ଧିତ ହେବାକୁ ଲାଗିଲା। ଶୁଣାଯାଏ ଏହି ସମୟରେ ସେ ପ୍ରାୟ ପ୍ରତିଦିନ ଦେବାଦେବୀଙ୍କର ଦର୍ଶନ ଲାଭ କରୁଥିଲେ। କେବେ କେବେ ସେ ଅନୁଭବ କରୁଥିଲେ ସେମାନଙ୍କ ଶ୍ରୀଅଙ୍ଗ ନିଃସୃତ ପୁଣ୍ୟ ସୁବାସରେ ଗୃହ ପୂର୍ଣ୍ଣ ହୋଇଛି। କେତେବେଳେ ଅନ୍ୟ ଦୈବବାଣୀ ଶ୍ରବଣ କରି ସେ ବିସ୍ମିତ ହୋଇଯାଉଥିଲେ। ଆହୁରି ମଧ୍ୟ ଶୁଣାଯାଏ ଯେ ଏ ସମୟରେ ତାଙ୍କର ସମସ୍ତ ଦେବାଦେବୀଙ୍କ ପ୍ରତି ମାତୃସ୍ନେହ ଉଦ୍ବେଳିତ ହୋଇ ଉଠୁଥିଲା। ଶୁଣିବାକୁ ମିଳେ ଯେ ସେ ପ୍ରାୟ ପ୍ରତିଦିନ ଏ ସମସ୍ତ ଦର୍ଶନ ଓ ଅନୁଭବ କଥା ନିଜ ସ୍ୱାମୀଙ୍କ ନିକଟରେ ପ୍ରକାଶ କରି ତାଙ୍କର ଏପରି କାହିଁକି ହେଉଛି ବୋଲି ପ୍ରଶ୍ନ କରୁଥିଲେ। ଶ୍ରୀଯୁକ୍ତ କ୍ଷୁଦିରାମ ନାନା ପ୍ରକାର ବୁଝାଇ ଏଥିନିମିତ୍ତ ଶଙ୍କାକୁଳ ନ ହେବାକୁ ତାଙ୍କୁ ନିଷେଧ କରୁଥିଲେ। ଏ ସମୟରେ ଗୋଟିଏ ଦିନର ଘଟଣା ଆମେ ଯେପରି ଶୁଣିଛୁ ଏଠାରେ ତାହା କହୁଛୁ। ତାଙ୍କ ସ୍ୱାମୀଙ୍କ ନିକଟରେ ସେଦିନ ଶ୍ରୀମତୀ ଚନ୍ଦ୍ରା ଭୟଚକିତ ହୋଇ କହିଥିଲେ ଯେ, ଦେଖ, ଶିବ ମନ୍ଦିର ସମ୍ମୁଖରେ ଜ୍ୟୋତି ଦର୍ଶନ ଦିନଠାରୁ କେତେ ଯେ ଦେବାଦେବୀଙ୍କର ଦର୍ଶନ ପାଉଛି ତାହାର ଶେଷ ନାହିଁ। ସେମାନଙ୍କ ମଧ୍ୟରୁ ମୁଁ ଅନେକଙ୍କର ମୂର୍ତ୍ତି ଏହା ପୂର୍ବରୁ କେବେ ଛବିରେ ମଧ୍ୟ ଦେଖି ନାହିଁ। ଆଜି ଦେଖିଲି ହଂସ ଉପରେ ବସି ଜଣେ ଦେବତା ଆସି ଉପସ୍ଥିତ ହେଲେ। ଏହା ଦେଖି ମୋର ଭୟ ହେଲା। ତାଙ୍କର ମୁଖମଣ୍ଡଳ ରୌଦ୍ରତା ପରେ ରକ୍ତବର୍ଣ୍ଣ ହୋଇଥିବା ଦେଖି ମନ କଷ୍ଟ ହେଲା। କହିଲି, ପୁତ୍ର ହଂସାସନ ଠାକୁର, ରୌଦ୍ରତା ପରେ ତୁମର ମୁଖ ଯେ ଶୁଷ୍କ ହୋଇଯାଇଛି, ତେଣୁ ଘରେ ପଖାଳ ଅଛି, କିଛି ଖାଇଦେଇ ଥଣ୍ଡା ହୋଇଯାଅ। ଏ କଥା ଶୁଣି ସେ ହସିଦେଇ ପବନରେ ମିଳାଇଗଲେ। ଆଉ ଦେଖିପାରିଲି ନାହିଁ। ଏପରି କେତେ ମୂର୍ତ୍ତି ଦେଖିଛି। ପୂଜା ବା ଧ୍ୟାନ କରି ନୁହେଁ, ସହଜ ଅବସ୍ଥାରେ ସେତେବେଳେ ଦେଖିଥାଏ। କେତେବେଳେ ପୁଣି ଦେଖେ ସେମାନେ ଯେପରି ମଣିଷ ପରି ସମ୍ମୁଖରେ ଆସୁ ଆସୁ ବାୟୁରେ ମିଳାଇ ଯାଉଛନ୍ତି। କାହିଁକି ଏପରି ଦେଖୁଛି କୁହ ଦେଖି? ମୋର କ'ଣ କିଛି ରୋଗ ହେଲା କି? ବେଳେବେଳେ ଭାବେ ମୋତେ ସତରେ କୌଣସି ରୋଗ ହୋଇଯାଇଛି ନା କ'ଣ? ଶ୍ରୀଯୁକ୍ତ କ୍ଷୁଦିରାମ ସେତେବେଳେ ତାଙ୍କୁ ନିଜର ଗୟାଧାମ ସ୍ୱପ୍ନ ଦର୍ଶନ ବିଷୟ କହି ବୁଝାଇବାକୁ ଲାଗିଲେ ଯେ ଅଶେଷ ସୌଭାଗ୍ୟ ଫଳରେ ସେ ଏଥର ପୁରୁଷୋତ୍ତମଙ୍କୁ ଗର୍ଭରେ ଧାରଣ କରିଛନ୍ତି ଏବଂ ତାଙ୍କର ପୁଣ୍ୟ ସଂସ୍ପର୍ଶ ଯୋଗୁଁ ତାଙ୍କର ଏପରି ଦିବ୍ୟ ଦର୍ଶନ ହେଉଅଛି। ସ୍ୱାମୀଙ୍କ ଉପରେ ଅସୀମ ବିଶ୍ୱାସଶାଳିନୀ ଚନ୍ଦ୍ରାଙ୍କର ଏ ସମସ୍ତ କଥା ଶୁଣି ତାଙ୍କର ହୃଦୟ ଦିବ୍ୟ ଭକ୍ତିରେ ପୂର୍ଣ୍ଣ ହେଲା ଏବଂ ସେ ନୂତନ ବଳରେ ବଳଶାଳିନୀ ହୋଇ ନିଶ୍ଚିନ୍ତ ହେଲେ। ଏପରି ଦିନ ପରେ ଦିନ ଗଡ଼ି ଚାଲିଲା ଏବଂ ଶ୍ରୀଯୁକ୍ତ କ୍ଷୁଦିରାମ ଏବଂ ତାଙ୍କର ପୁତ୍ରସ୍ୱଭାବ ଗୃହିଣୀ ଶ୍ରୀ ରଘୁବୀରଙ୍କର ଏକାନ୍ତ ଶରଣାଗତ ରହି ଯାହାଙ୍କର ଶୁଭାଗମନରେ ସେମାନଙ୍କର ଜୀବନ ଐଶୀ ଭକ୍ତିରେ ପୂର୍ଣ୍ଣ ହୋଇଛି, ସେହି ମହାପୁରୁଷ ପୁତ୍ରଙ୍କର ମୁଖ ଦର୍ଶନ ଆଶାରେ କାଳ ଅତିବାହିତ କରିବାକୁ ଲାଗିଲେ। ମହାପୁରୁଷଙ୍କ ଜନ୍ମ କଥା।
ଶରତ ହେମନ୍ତ ଓ ଶୀତ ଅତୀତ ହୋଇ କ୍ରମେ ଋତୁରାଜ ବସନ୍ତ ଉପସ୍ଥିତ ହେଲା। ଶୀତ ଗ୍ରୀଷ୍ମର ସୁଖ ସମ୍ମିଳନୀରେ ମଧୁମୟ ଫାଲ୍ଗୁନ ସ୍ଥାବର ଜଙ୍ଗମ ଭିତରେ ନବୀନ ପ୍ରାଣ ସଞ୍ଚାରଣ କରି ଆଜି ମାସର ଷଷ୍ଠ ଦିବସରେ ଉପନୀତ ହୋଇଛି। ଜୀବଜଗତର ଏକ ବିଶେଷ ଉତ୍ସାହ, ଆନନ୍ଦ ଓ ପ୍ରେମର ପ୍ରେରଣା ସର୍ବତ୍ର ପରିଲକ୍ଷିତ ହେଉଛି। ଶାସ୍ତ୍ରରେ ଅଛି, ବ୍ରହ୍ମାନନ୍ଦର ଗୋଟିଏ କଣା ସମସ୍ତଙ୍କ ମଧ୍ୟରେ ନିହିତ ଥାଇ ସେମାନଙ୍କୁ ସରସ କରି ରଖିଛି। ଏ ଦିବ୍ୟ ଜ୍ୱଳ ଆନନ୍ଦ କଣା କିଞ୍ଚିତ୍ ମାତ୍ରାରେ ପାଇ କ'ଣ ଏହି କାଳ ସଂସାରର ସର୍ବତ୍ର ଏପରି ଉଲ୍ଲାସ ଆନୟନ କରିଥାଏ? ଚନ୍ଦ୍ରାଦେବୀଙ୍କର ଆଶଙ୍କା ଓ ସ୍ୱାମୀଙ୍କ କଥାର ଆଶ୍ୱାସ ପ୍ରାପ୍ତି। ରଘୁବୀରଙ୍କର ଭୋଗ ରାନ୍ଧିଲା ବେଳେ ଆସନ ପ୍ରସବା ଶ୍ରୀମତୀ ଚନ୍ଦ୍ରାଦେବୀ ଆଜି ପ୍ରାଣରେ ଦିବ୍ୟ ଉଲ୍ଲାସ ଅନୁଭବ କରୁଥିଲେ। କିନ୍ତୁ ଶରୀର ନିତାନ୍ତ ଅବସନ୍ନ ବୋଧ ହେଲା। ହଠାତ୍ ତାଙ୍କର ମନେ ହେଲା, ଶରୀରର ଯେପରି ଅବସ୍ଥା, ସେଥିରେ କେତେବେଳେ କ'ଣ ହେବ? ଏବେ ଯଦି ପ୍ରସବ ସମୟ ଉପସ୍ଥିତ ହୁଏ, ତାହେଲେ ଘରେ ଦ୍ୱିତୀୟ ଲୋକ କେହି ନାହାନ୍ତି, କିଏ ଆଜିର ଠାକୁର ପୂଜା କରିବ? ତାହେଲେ ଉପାୟ କ'ଣ? ଏଥିରେ ଭୟଭୀତ ହୋଇ ସ୍ୱାମୀଙ୍କ ନିକଟରେ ଏକଥା ନିବେଦନ କଲି। ଶ୍ରୀଯୁକ୍ତ କ୍ଷୁଦିରାମ ତାଙ୍କୁ ଆଶ୍ୱାସନା ଦେଇ କହିଲେ, ଭୟ କର ନାହିଁ। ତୁମର ଗର୍ଭରେ ଯିଏ ଶୁଭାଗମନ କରିଛନ୍ତି, ସେ ରଘୁବୀରଙ୍କ ପୂଜା ସେବାରେ ବିଘ୍ନ ଉପଜାଇ କେବେ ହେଲେ ସଂସାରରେ ପ୍ରବେଶ କରିବେ ନାହିଁ। ଏହା ମୋର ଦୃଢ଼ ବିଶ୍ୱାସ। ଅତଏବ ନିଶ୍ଚିନ୍ତ ରହି ଆଜି ତୁମେ ଠାକୁର ପୂଜା କରିଚାଲ। ଆସନ୍ତା କାଲିଠାରୁ ମୁଁ ଏହାର କିଛି ଭିନ୍ନ ବନ୍ଦୋବସ୍ତ କରି ରଖିଛି। ତେଣୁ ଧନୀକୁ ମଧ୍ୟ କହିଛି ସେ ଆଜିଠାରୁ ରାତିରେ ଏଠାରେ ଶୟନ କରିବ। ଶ୍ରୀମତୀ ଚନ୍ଦ୍ରାଦେବୀ ସ୍ୱାମୀଙ୍କର ଏପରି କଥାରେ ଶରୀରରେ ନୂତନ ବଳ ସଞ୍ଚାର ହେବା ଅନୁଭବ କଲେ ଏବଂ ହୃଷ୍ଟ ଚିତ୍ତରେ ପୁନରାୟ ଗୃହକର୍ମରେ ବ୍ୟାପୃତ ହେଲେ। ଘଟଣା ମଧ୍ୟ ସେହି ପ୍ରକାରର ହେଲା। ରଘୁବୀରଙ୍କର ମଧ୍ୟାହ୍ନ ଭୋଗ ଓ ସନ୍ଧ୍ୟା ଶୀତଳ ଆଦି କର୍ମ ସେଦିନ ନିର୍ବିଘ୍ନରେ ସମ୍ପାଦିତ ହେଲା। ରାତ୍ରି ଆହାରାଦି ସମାପନ କରି ଶ୍ରୀଯୁକ୍ତ କ୍ଷୁଦିରାମ ଓ ରାମକୁମାର ଶୟନ କକ୍ଷରେ ପ୍ରବେଶ କଲେ ଏବଂ ଧନୀ ଆସି ଚନ୍ଦ୍ରାଦେବୀଙ୍କ ସହ ଅନ୍ୟ ଏକ କୋଠରୀରେ ଶୟନ କଲେ। ରଘୁବୀରଙ୍କ ଘର ବ୍ୟତୀତ ଗୃହରେ ରହିବା ପାଇଁ 2 ଖଣ୍ଡ ଚାଳଘର ଓ ଗୋଟିଏ ରନ୍ଧନଶାଳା ଥିଲା। ଆଉ ଗୋଟିଏ କ୍ଷୁଦ୍ର ଚାଳଘରର ଏକ ପାର୍ଶ୍ୱରେ ଧାନ କୁଟିବା ନିମିତ୍ତ ଗୋଟିଏ ଢିଙ୍କି ଏବଂ ଧାନ ସିଝାଇବା ପାଇଁ ଗୋଟିଏ ଚୁଲି